ଜୟ ଜଗନ୍ନାଥ ସମସ୍ତଙ୍କୁ। ଏବେ ରାତି ହେଇଯାଇଛି, ରାତି 10ଟା 11ଟା ବାଜିଯାଇଛି, ତ ସେଥିପାଇଁକା ଶମ୍ବ ଦଶମୀ କାଲି ଅଛି ବୋଲିକା, ତ ସେଥିପାଇଁକା ଝୋଟି ମମି ପକଉଛି। ଶୀତ ବି ବହୁତ ପଡ଼ିଛି, ତ ସେଇଠି ଆମେ ବସିକିନା ଦେଖୁଛୁ ମମି ପକଉଛି ଚିତା। ତ ଶୀତ ଆମେ କରୁନି କି ବାବା ତତେ? ରାତି ହେଇଗଲାଣି, ତ ଏବେ ଅଳ୍ପ ଭିଡ଼ିଓ କରିକି କାଲି ସକାଳେ ଆପଣଙ୍କୁ ଭିଡ଼ିଓ ଦେଖେଇବି। సరు ఎడిగా చిల్లు చిల్లు चला सैला ଏଇଠି ଖାଲି ସେ ପାଦ କରିଦିଏ ଠାକୁର ପୁଣି ଡେଇଁକି ଆସିବେ ହାତ ଟିକେ କରିକି ଖାଲି ପଳେଇବେ କରେ କରେ। କାଲି ଭିଡ଼ିଓ ସେତିକି କରିକି ରଖିଦେଇଥିଲି, ତ ଏଇଟା ହେଉଛି ସକାଳ, ତାପରେ ଶମ୍ବ ଦଶମୀ ଦିନର ସକାଳର, ତ ଆଜିର ବ୍ଲଗ୍ଟା। ତ ମମି ସକାଳୁ ସକାଳୁ ପୂଜା କରୁଛି, ସୂର୍ଯ୍ୟ ପୂଜା ହେଉଛି, ଶମ୍ବ ଦଶମୀ ପାଇଁକା ପୂଜା ଚାଲିଛି। ଆଉ ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ଆଉ ସୁଦୂଷା ବ୍ରତ ଏକା ସାଙ୍ଗରେ ପଡ଼ିଛି, ଗୁରୁବାର ଭଲ ଦିନ ପଡ଼ିଛି। ତ ସେଥିପାଇଁ ଏବେ ସୂର୍ଯ୍ୟ ପୂଜା ଚାଲିଛି ଛାତ ଉପରେ, ତାପରେ ହବ ସୁଦୂଷା ବ୍ରତ ପୂଜା। ଏଇଠି ବି ପୂଜା ଚାଲିଛି, ତ ମମି ବ୍ୟସ୍ତ ଥିଲା ବୋଲି ମୁଁ ଗଲି ପିଠା ବନେଇବାକୁ। ଏବେ ମୁଁ ଚକୁଳି ପିଠା କରିବି। ଚକୁଳି ମମି କାଲି ଚାଉଳ ଆଉ ବିରିକୁ ଭିଜେଇକି ରଖିଦେଇଥିଲା, ବାଟି ବି ଦେଇଥିଲା, ତ ମୁଁ ଏବେ ଚକୁଳି ପିଠା କରିବି। ଚାଲନ୍ତୁ ଦେଖିବା କେମିତି କ'ଣ କରୁଛି। ଏବେ ହେଇଗଲା ଚକୁଳି ପିଠା, ଚାଲନ୍ତୁ ଖାଇବା।
ଯାଉଛି ଖାଇଦେବି ଚକୁଳି ପିଠା, ତାପରେ ମୁଁ କଥା ହେବି। ଏବେ ଆମେ ବସି ପଡ଼ିଛୁ ସେ ରୁମର ବାହାରେ ଦାଣ୍ଡରେ, ଗୋଟେ ପାର୍ସଲ ଆସିବାର ଅଛି ତ ସେଇଥିପାଇଁକା ସେ ଭାଇ ଆସିବେ, ପାର୍ସଲ ଭାଇ, ତ ସେଇଥିପାଇଁ ଆମେ ବସିଛୁ ୱେଟ୍ କରୁଛୁ କେତେବେଳେ ଆସିବେ ବୋଲି। ଏବେ ସେ ପାର୍ସଲ ଭାଇ ଆସିଗଲେ ତ ପାର୍ସଲ ଦଉଛନ୍ତି, ମୁଁ ଯାଉଛି ସେଇ ପାର୍ସଲଟା ରଖିଦେବି। ଏବେ ଆସିଗଲା ପାର୍ସଲ, ଚାଲନ୍ତୁ ଫିଟିବା। ତ ମୁଁ ଏଇ ପାର୍ସଲଟା ଫିଟେଇବି କିନ୍ତୁ ଆପଣମାନଙ୍କୁ ଦେଖେଇବିନି କ'ଣଟା ଆସିଛି, କାହିଁକି ନା ଏଇ ଯେଉଁ ପ୍ରଡ଼କ୍ଟଟା ମୁଁ ଆଣିଛି ତ ମୁଁ ଫାଷ୍ଟ ୟୁଜ୍ କରିବି, ମୋତେ ସେଇଟା ସୁଟ୍ କରୁଛି କି ନା ନାହିଁ, ମାନେ ଭଲ ପଡ଼ୁଛି କି ନା ନାହିଁ, ହେଲା ପରେ ଜାଣିଲା ପରେ ମୁଁ ଆପଣମାନଙ୍କୁ ଜଣେଇବି। ତାପରେ ମୁଁ ଏବେ ମୁଁ ଗ୍ରୀନ୍ ମଟର ଛଡ଼ଉଛି। ଆଜି ଘାଣ୍ଟ ହବ, ସେଇଥିପାଇଁ ଗ୍ରୀନ୍ ମଟର ଛଡ଼ଉଛି। ଏବେ ଲଞ୍ଚ ପାଇଁକା ରେଡ଼ି ହେଇଗଲାଣି ଖେଚେଡ଼ି ଆଉ ମିକ୍ସ ତରକାରୀ। ଖେଚେଡ଼ି ନା ତ ସେଇ ରେଡ଼ି ହେଇଗଲାଣି, ଚାଲନ୍ତୁ ଆମେ ଖାଇବା ଏବେ। କ'ଣ ତରକାରୀ ନା ଘଡ଼ ଘଡ଼। ଆଜି ଲଞ୍ଚରେ ଖେଚେଡ଼ି ଆଉ ମିକ୍ସ ତରକାରୀ, ଆଉ ମମି ପାମ୍ପଡ଼ ଭାଜୁଛି, ପାମ୍ପଡ଼ ଆସିବ, ତାକୁ ଆମେ ଲଞ୍ଚ କରିଦେବା। ପାମ୍ପଡ଼ ବି ଆସିଗଲା, ଖେଚେଡ଼ି ମିକ୍ସ ତରକାରୀ ଆଉ ଡାଲି ବି ଆଲୁରେ ପଡ଼ିଛି, ଲଙ୍କା ଲୁଣ ଆଉ ଆଜି ବିନା ପିଆଜ ରସୁଣ। ଚାଲନ୍ତୁ ଖାଇବା। ମୁଁ ଏବେ ପଳେଇ ଆସିଛି ଛାତ ଉପରକୁ। ଛାତ ଉପରେ ଏଇନା ମୁଁ ଗଛ ଟିକେ କାମ, ଗଛ ଦେହରେ ଟିକେ ଲାଗି ପଡ଼ିଛି। ତ ଗଛ ମୂଳରେ ସବୁ ଛୋଟ ଛୋଟ ଗଛ ଉଠିଛି, ତ ସେଇଥିପାଇଁକା ଗଛ ଭଲ ସେ ବଢ଼ୁନି, ଶୁଖିଯାଇଛି। ତ ସେଥିପାଇଁକା ଗଛ ମୂଳରେ ଛୋଟ ଛୋଟ ଗଛ ଗୁରା ଉପାଡ଼ି ଦେବି, ତାପରେ ତା ମୂଳରେ ଟିକେ ଖତ ଦେବି। ମୋ ଜଣେ ସାଙ୍ଗ, ସିଏ ମୋତେ ଆଣିକି ଖତ ଆଣିକି ଦେଇଥିଲା, ତ ମୁଁ ସେଇଥିପାଇଁ ମୁଁ ଗଛରେ ଖତ ଗୁରା ବି ଦେଇଦେବି। ଆଉ ଆପଣମାନେ ବି ଗଛ ଲଗାନ୍ତୁ, ଫୁଲ ଗଛ ହେଉ କି ଯେଉଁ ବି ଗଛ ହେଉ ଲଗାନ୍ତୁ। ଆଉ ମୋତେ ତ ଗଛ ଲଗାଇବା ବହୁତ ପସନ୍ଦ, ସେଥିପାଇଁ ମୁଁ ଗଛ ଲଗାଏ। ଚାଲନ୍ତୁ ଦେଖିବା। ଆଉ ଏବେ ଇଭିନିଂ ହେଇଗଲା, ତ ସେଥିପାଇଁକା ଗଛ ତ ଲଗେଇଦେଲି, ତ ସେଥିପାଇଁକା ଆସିକିନା ଟିକେ ଦେଖୁଛି ମୋ ଫେଭରେଟ୍ ସିରିଏଲ୍। ତ ଏଇ ସିରିଏଲ୍ ଖାଲି ୟୁଟ୍ୟୁବରେ ହିଁ ଦେଖାଏ, ତ ସିରିଏଲ୍ ମୋତେ ଭଲ ଲାଗେ ଏଇ ସିରିଏଲ୍ଟା। ତ ଏବେ ନୂଆ ରିଲିଜ୍ ହେଇଛି ଏଇ ସିରିଏଲ୍ଟା, ତ ମୁଁ ଦେଖୁଛି। ସିରିଏଲ୍ ନାଁ ହେଉଛି ଦିଲ୍ କୋ ରଫୁ କରଲି। ତ ଏଇ ସିରିଏଲ୍ଟା ବହୁତ ଲଭ୍ ଷ୍ଟୋରି ହେଇଛି, ମାନେ କ୍ୟୁଟ୍ ଲଭ୍ ଷ୍ଟୋରିଟା, ଭଲ ଲାଗେ। ଆପଣମାନେ ବି ଦେଖନ୍ତୁ। ଆପଣମାନଙ୍କୁ ମୋ ଭିଡ଼ିଓ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ଆଉ ମୋର ନୂଆ ସବସ୍କ୍ରାଇବର୍ ଯେଉଁମାନେ ଦେଖୁଛନ୍ତି ମୋ ଭିଡ଼ିଓକୁ, ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ ଆଉ ଲାଇକ୍ କରିଦେବେ, ଆଉ ଭଲ ଲାଗିଲେ କମେଣ୍ଟ କରିବେ। ଥ୍ୟାଙ୍କ ୟୁ ସୋ ମଚ୍ ସମସ୍ତଙ୍କୁ। ଗୁଡ୍ ନାଇଟ୍।